ମୋ ନାଁ ଚୌଧୁରୀ ଭାବଗ୍ରାହୀ ମିଶ୍ର। ଅଞ୍ଚଳର ଆଖପାଖ ଅଞ୍ଚଳ ସମସ୍ତଙ୍କ ସଦାସୀନରେ ସେମାନେ ସମସ୍ତେ ସଭାପତି ଦାୟିତ୍ୱ ଦେଇଥିଲେ। ତେଣୁ ଇଏ ହେଉଛି ଆମର ଆରାଧ୍ୟ ଦେବତା ଏ ପାତାଳି ମହାଦେବ। ଏ ଅଞ୍ଚଳରେ ଆଖପାଖ ଅଞ୍ଚଳରେ କେଉଁଠି ନାହାନ୍ତି, ଯେଉଁଟା ପାତାଳି ମହାଦେବ ପ୍ରତ୍ୟେକ ଠାକୁର। ଡାକ ମାରିଲେ ଓ ବୋଲି ଜବାବ ଦିଅନ୍ତି। ତେଣୁ ଶ୍ରଦ୍ଧାଳୁମାନଙ୍କର ଏତେ ମନୋଭାବ ରହିଛି, ସେମାନେ ଆଜି ଏହି ପବିତ୍ର ଜାଗର ଯାତ୍ରାରେ ରାତି ସାରା ଉଜାଗର ରହି ଏଠି ଖାଇବେ। ସମସ୍ତଙ୍କ ପାଇଁ ଏଠି ପ୍ରସାଦ ସେବନ ବ୍ୟବସ୍ଥା କରାଯାଏ। ମୋ ନାଁ ରବୀନ୍ଦ୍ରନାଥ ସାହୁ, ବାଲିପଡ଼ିଆ। ଏ ତ୍ରିବେଣେଶ୍ୱର ମହାଦେବଙ୍କର ବହୁତ ଯାତ୍ରା ମଧ୍ୟରୁ ଗୋଟେ ଶିବରାତ୍ରି ଅନ୍ୟତମ। ଏଠି ଲକ୍ଷାଧିକ ଶ୍ରଦ୍ଧାଳୁ ଆସନ୍ତି ଏବଂ ଭୁରି ଭୋଜନର ହୁଏ। ବହୁତ ଲୋକ ଏଠି ଶ୍ରଦ୍ଧାଳୁ ଆସନ୍ତି ତାଙ୍କର ମନସ୍କାମନା ପୂର୍ଣ୍ଣ କରିବା ପାଇଁ। ଯେଉଁ ଅନାଦି କାଳରୁ ଏ ମହାପ୍ରଭୁଙ୍କର ଜାଗର ଯାତ୍ରା ପାଳନ ହେଉଛି। ଅମ୍ବରଧର ପଣ୍ଡା ତ୍ରିବେଣେଶ୍ୱର ମହାଦେବଙ୍କର ସେବାକାରୀ। ଆଜି ମହାଦେବ ଶ୍ରୀ ଶ୍ରୀ ତ୍ରିବେଣେଶ୍ୱରଙ୍କ ପୀଠରେ ଜାଗର ଯାତ୍ରା ପାଳନ କରାଯାଉଛି। ଏହି ଦିନରେ ଲକ୍ଷାଧିକ ଲୋକଙ୍କର ସମାଗମ ଥାଏ। ଅନେକ ସାଧୁସନ୍ଥ ମଧ୍ୟ ଏଠାକୁ ଆସନ୍ତି। ମହାଦେବଙ୍କ ପୀଠରେ ବହୁତ ଲୋକଙ୍କର ସମାଗମ ହୁଏ। ମହାଦେବଙ୍କର ସକାଳ ନୀତିକାନ୍ତି, ସକାଳ ଧୂପ, ତାପରେ ମଧ୍ୟାହ୍ନ ଧୂପ, ମଧ୍ୟାହ୍ନ ଭୋଗ, ସନ୍ଧ୍ୟା ଆଳତି, ତାପରେ ଥରେ ଥରେ କରି 4 ଥର ଧୂପ ଉଠେ। ସଭା ଶେଷରେ ମହାଦୀପ ଉଠେ ଏବଂ ରାତିରେ ବି ମଧ୍ୟ ସେମିତି ଲକ୍ଷାଧିକ ଲୋକଙ୍କର ଆଗମନ ହୁଏ। ଆଉ ମହାଦେବଙ୍କର ନୀତିକାନ୍ତି ସଠିକ୍ ଭାବେ ପାଳନ କରାଯାଏ। ତା ସହିତ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା ଅଛି। ଆମ ତ୍ରିବେଣେଶ୍ୱର ମନ୍ଦିରର କମିଟି ତରଫରୁ ଭକ୍ତମାନଙ୍କୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଉଛି।